ଆଜ୍ଞା ମୋ ନାଁ ଏସ୍କେ ରେହାନ ଫଜଲ, ମୋ ବାପାଙ୍କ ନାଁ ଏସ୍କେ ସିତାର। ମୁଁ ଏଇ CBSE 2024 ବୋର୍ଡ଼ରେ 94% ପାସ୍ ହେଇଥିଲି। ମୋର ମ୍ୟାଥରେ 99 ଥିଲା। ବାକି ସବୁ ସବଜେକ୍ଟରେ ଭଲ ହେଇଥିଲା, 90 ଉପରକୁ ଥିଲା। ଆଉ ମୁଁ ମିରାକଲ ପବ୍ଲିକ୍ ସ୍କୁଲରେ ପଢ଼ୁଥିଲି, ଯେଉଁଠି ଆମ ଏଇଠି ବାସୁଦେବପୁର ବ୍ଲକରେ ଅଛି। ଆଉ ସେଠି ଟିଚର୍ସ ମାନେ ବହୁତ ମୋଟିଭେଟେଡ଼, ସବୁ ମୋତେ ବହୁତ ମୋଟିଭେଟ୍ କରିଥିଲେ ଆଗକୁ ବଢ଼ିବା ପାଇଁ। ଭବିଷ୍ୟତରେ ଆପଣ କ'ଣ ହେବେ ବୋଲି ଆସୁଛି? ଆଜ୍ଞା ମୋର ଭବିଷ୍ୟରେ ଏମ୍ ଅଛି କି ମୁଁ ବଡ଼ ହେଇକି ଡାଟା ସାଇଣ୍ଟିଷ୍ଟ ଗୋଟେ ହେବି, ଗୋଟେ ସକ୍ସେସଫୁଲ୍ ଡାଟା ସାଇଣ୍ଟିଷ୍ଟ ହେବି, ଯେଉଁକି ଇଣ୍ଡିଆକୁ ଆମ ସମସ୍ତଙ୍କୁ ହେଲ୍ପ କରିପାରିବ, ପୁରା ଦେଶକୁ ଆଗକୁ ବଢ଼ିବା ପାଇଁ ହେଲ୍ପ କରିପାରିବ। ଏଥିରୁ କାହାର ହାତ ରହିଛି ଆପଣଙ୍କ ଆଜ୍ଞା ମୋର ଏଠି ଏତେ ଭଲ ମାର୍କ ରହିବା ପାଇଁ ମୋର ସବୁଠୁ ଆଗରେ ମୋ ବାପା ମାଆଙ୍କ ଆଶୀର୍ବାଦ ରହିଛି। ଦ୍ୱିତୀୟ ଜିନିଷ ମୋର ଟିଚର୍ସ ମାନଙ୍କର ବି ବହୁତ ବଡ଼ ହାତ ଅଛି। ମୋର ପ୍ରିନ୍ସିପାଲ ଯିଏ ମୋତେ ମୋର ଟ୍ୟୁଟର୍ ଥିଲେ, ମୋତେ ଗାଇଡ଼ କରୁଥିଲେ, ସେମାନେ ମୋତେ ବହୁତ ହେଲ୍ପ କରିଛନ୍ତି। ସେ ମୋତେ ସବୁବେଳେ ମୋର ଡାଉଟ୍ କ୍ଲିୟର କରିଛନ୍ତି। ସବୁବେଳେ ମୋତେ ଗାଇଡ଼ କରନ୍ତି କି ଏମିତି କର କି ଏମିତି ଏତେ ସମୟ ପଢ଼, ସବୁ ମୋତେ କୁହନ୍ତି। ଆଉ ସବୁ ସବଜେକ୍ଟରେ ମୋତେ ଭଲରୁ ଗାଇଡ଼ କରନ୍ତି। କାହାକୁ ଧନ୍ୟବାଦ ଦେବେ? ମୁଁ ସ୍ପେସିଆଲି ମୋ ବାପା ମାଆଙ୍କୁ ଧନ୍ୟବାଦ ଦେବି, କାହିଁକିନା ସେ ମୋତେ ବ୍ୟାକ୍ ସପୋର୍ଟ ଦେଲେ କି ହଁ ଏମିତି ଆଗକୁ ତୁ ପଢ଼। କି ବାକି ଏମିତି ମାଇନରିଟି କମ୍ୟୁନିଟିର ସବୁ ବାପା ମାଆ ଏତେ ସପୋର୍ଟ ଦିଅନ୍ତିନି କି ଆଗକୁ ତୁ ପଢ଼ିବାକୁ ଚାହାନ୍ତିନି, ପରନ୍ତୁ ମୋ ବାପା ମାଆ ସେମିତି ନୁହେଁ, ମୋତେ ସପୋର୍ଟ କଲେ କି ତୁ ଆଗକୁ ପଢ଼ ଯାଇକି। ଆଉ ମୋତେ ସବୁ ଟିଚର୍ସ, ଇନଫ୍ୟାକ୍ଟ ଆମର ସବୁ ଟିଚର୍ସ ସପୋର୍ଟ କଲେ ମୋତେ ଆଗକୁ ପଢ଼ିବା ପାଇଁ, ଯେଉଁଟା ମୋତେ ମୋଟିଭେଟ୍ କଲା କି ଆଗକୁ ବଢ଼ିବା ପାଇଁ ଆଉ ଭଲରୁ ପଢ଼ିବା ପାଇଁ।